जय जगन्नाथ आपण मानक प्रज्योतिष वर्ल्ड को स्वागत। आषाढ़ मासर शुक्ल पक्षर पूर्णिमा तिथि को व्यास पूर्णिमा बा गुरु पूर्णिमा बोली कह जाए। यही वर्ष माने 2025 वर्ष रे व्यास पूर्णिमा बा गुरु पूर्णिमा 10 जुलाई गुरुवार दिन पड़ुची, जो दिन आमर आषाढ़ पूर्णिमा मध्य। आषाढ़ पूर्णिमा तिथि को आमे गुरु पूर्णिमा बोली कह जाए। ଏହି ଦିନ ଗୁରୁଙ୍କୁ ସମର୍ପିତ କରାଯାଇଥାଏ। ଭାରତୀୟ ସଂସ୍କୃତି ଅନୁସାରେ ଗୁରୁ ହେଉଛନ୍ତି ଭଗବାନ ଠାରୁ ବି ବଡ଼। ଗୁରୁର ସ୍ଥାନ ଭଗବାନଙ୍କର ସ୍ଥାନ ଠାରୁ ବହୁତ ଉଚ୍ଚରେ ରହିଥାଏ। ତେଣୁକରି ଗୁରୁ ହିଁ ସର୍ବଶ୍ରେଷ୍ଠ। କାରଣ ଗୋଟେ ଗୁରୁ ହିଁ ତାର ନିଜର ଶିଷ୍ୟକୁ ଜ୍ଞାନର ମାର୍ଗ ଦେଖେଇଥାଏ। ଆଉ ନିଜ ଶିଷ୍ୟକୁ ଅଜ୍ଞାନ ରୂପକ ଅନ୍ଧକାରରୁ ରକ୍ଷା କରି ତାକୁ ପ୍ରକାଶକୁ ଆଣିଥାନ୍ତି। ସେଥିପାଇଁ ତ କୁହାଯାଏ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ହେଉଛନ୍ତି ବ୍ରହ୍ମା, ଗୁରୁ ହେଉଛନ୍ତି ବିଷ୍ଣୁ, ଗୁରୁ ହେଉଛନ୍ତି ମହେଶ୍ୱର। ଗୁରୁଠାରୁ ବଡ଼ କେହି ବି ନୁହନ୍ତି। ତେଣୁ ଏହି ଗୁରୁ ପୂର୍ଣ୍ଣିମାରେ ଆପଣ ଯଦି ଗୁରୁ ଦୀକ୍ଷା ନେଇଛନ୍ତି, ଗୁରୁଙ୍କୁ ଗୁରୁଙ୍କୁ ସେଦିନ ଯଦି ଆପଣ ଦୀକ୍ଷା ନିଅନ୍ତୁ କି ନ ନିଅନ୍ତୁ, ଆପଣଙ୍କ ମନରେ ଯାହା ପ୍ରତି ଗୁରୁଙ୍କୁ ଗୋଟେ ଥାଏ ଯେ ଏଇ ଗୁରୁ ମୋ ପାଇଁ ବହୁତ ବଡ଼। ଆପଣଙ୍କ ଜୀବନରେ କେହି ନା କେହି ଗୋଟେ ଗୁରୁ ଥିବେ ଯିଏ ଆପଣଙ୍କୁ ଗୋଟେ ଭଲ ରାସ୍ତାକୁ ଆଣିଥିବେ। ସେ ଗୁରୁ ଆପଣଙ୍କର ଯିଏ ହେଇଥିବ ତାଙ୍କୁ ସେଦିନ ପୂଜା କରନ୍ତୁ। ତା ବ୍ୟତୀତ ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀ, ତା ସହିତ ଚନ୍ଦ୍ରଦେବ ଏବଂ ଭଗବାନ ଶିବଙ୍କୁ ପୂଜା କରାଯାଇଥାଏ। କାରଣ ଭଗବାନ ଶିବ ଯଦି ଆପଣଙ୍କର କୌଣସି ବି ଗୁରୁ ନାହାନ୍ତି, ତାହେଲେ ଭଗବାନ ଶିବ ଆପଣଙ୍କର ଗୁରୁ ହେଇପାରିବେ। ଆପଣ ଯଦି ସେଇ ସମର୍ପଣ ଦେଖେଇବେ ଭଗବାନ ଶିବଙ୍କ ପାଖରେ, ତାହେଲେ ମଧ୍ୟ ଆପଣ ଭଗବାନ ଶିବଙ୍କର ଶିଷ୍ୟ ହେଇପାରିବେ। ମାନ୍ୟତା ଅନୁସାରେ ଏହି ଦିନ ଯଦି ଆପଣ ଗୁରୁଙ୍କୁ ପୂଜା କରୁଛନ୍ତି ବା ଭଗବାନଙ୍କୁ ପୂଜା କରୁଛନ୍ତି, ତାହେଲେ ତାର ଯେଉଁ ଫଳ ସବୁବେଳେ ଅକ୍ଷୟ ହେଇ ରହିଥାଏ। କାରଣ ଏହି ଦିନ ଗୁରୁଙ୍କର ବିଶେଷ ଭାବରେ ପୂଜା କରାଯାଏ, ତାଙ୍କୁ ବିଶେଷ ଭାବରେ ସମ୍ମାନ ମଧ୍ୟ କରାଯାଇଥାଏ। ତା ସହିତ ଏହି ଦିନ ବ୍ୟାସଦେବଙ୍କର ଜନ୍ମ ହୋଇଥିଲା। ତା ସହିତ ଏହି ଦିନ ମଧ୍ୟ ବ୍ୟାସଦେବ ଯେତେବେଳେ ତାଙ୍କର ଯୁବ ଅବସ୍ଥାରେ ପ୍ରଥମ ଥର ପୁରାଣ ଲେଖିଥିଲେ, ସେ ଏହି ଦିନଠାରୁ ମଧ୍ୟ ଆରମ୍ଭ କରିଥିଲେ। ତେଣୁକରି କୁହାଯାଏ ଯେ ଭଗବାନ ବିଷ୍ଣୁଙ୍କର ଅବତାର ମଧ୍ୟ ହେଉଛନ୍ତି ବ୍ୟାସଦେବ। ତେଣୁକରି ଏହି ଦିନଟିକୁ ମଧ୍ୟ ବ୍ୟାସ ପୂର୍ଣ୍ଣିମା ବୋଲି କୁହାଯାଇଥାଏ। 2025 ବର୍ଷରେ କିଛିଟି ଶୁଭ ମୁହୂର୍ତ୍ତ ରହୁଛି। ତେଣୁ ଆପଣ ଯଦି ଗୁରୁ ପୂର୍ଣ୍ଣିମା ଗୁରୁଙ୍କୁ ପୂଜା କରୁଛନ୍ତି, ତାହେଲେ ଏଇ ଶୁଭ ମୁହୂର୍ତ୍ତର କଲେ ତ ଆପଣଙ୍କର ବହୁତ ଭଲ ହେଇଥାଏ। ଶୁଭ ମୁହୂର୍ତ୍ତ ହେଉଛି ଆପଣଙ୍କର ସକାଳ 5ଟା 53 ଆରମ୍ଭ ହୋଇକରି ଆପଣଙ୍କର ଅପରାହ୍ନ 3ଟା 56 ପର୍ଯ୍ୟନ୍ତ ରହୁଛି। କିନ୍ତୁ ଆପଣ ଯଦି ବିଜୟ ମୁହୂର୍ତ୍ତ ଦେଖିବେ କି ଅଭିଜିତ ମୁହୂର୍ତ୍ତ ଦେଖିବେ, ତାହେଲେ ଆପଣଙ୍କର ଆରମ୍ଭ ହେଉଛି 11ଟା 36ରୁ ଆରମ୍ଭ ହୋଇ 12ଟା 24ରେ ସରିଯାଉଛି। ବିଜୟ ମୁହୂର୍ତ୍ତରେ ଆପଣ ଯଦି ଆପଣଙ୍କର ନିଜର ଗୁରୁ ତା ସହିତ ଭଗବାନ ବିଷ୍ଣୁଙ୍କର ପୂଜା କରୁଛନ୍ତି, ସେହି ସମୟ ଭିତରେ ଅଭିଜିତ ମୁହୂର୍ତ୍ତ ଅର୍ଥାତ୍ 11ଟା 36ରୁ 12ଟା 24 ଭିତରେ, ତାହେଲେ ଆପଣଙ୍କର ପୂଜାର ଫଳ ସବୁଠାରୁ ସର୍ବାଧିକ ମହତ୍ତ୍ୱ ରଖିଥାଏ। ବହୁତ ଅତିରିକ୍ତ ଭଲ ଫଳ ଆପଣଙ୍କୁ ମିଳିଯାଇଥାଏ। ଆପଣ ଯଦି ପୂଜାବିଧି ଚାହୁଁଛନ୍ତି, ତାର ପୂଜାବିଧି ରହୁଛି ଏଇ ଦିନ ଆପଣ ନିଜର ଟିକେ ଜଲ୍ଦି ଉଠି ପଡ଼ିବେ। ବ୍ରହ୍ମ ମୁହୂର୍ତ୍ତରେ ଉଠିକରି ନିଜର ନିତ୍ୟକର୍ମ ସାରିବେ। ନିତ୍ୟକର୍ମ ସାରିଲା ପରେ ଆପଣ ସେଦିନ ପାଖାପାଖି ଯଦି କିଛି ଆପଣଙ୍କର ନଦୀ କି ପୋଖରୀ ଅଛି, ସେଠି ଯାଇ ସ୍ନାନ କରିପାରିବେ। ଯଦି ଆପଣଙ୍କ ପାଖରେ କିଛି ସେମିତି ସୁବିଧା ନାହିଁ, ତାହେଲେ ଆପଣ କ'ଣ କରିବେ, ଘରେ ଯେଉଁ ପାଣିରେ ଗାଧେଇବେ ସେଥିରେ ଟିକେ ଗଙ୍ଗା ଜଳ ମିଶାଇ ଆପଣ କ'ଣ କରିବେ, ଗାଧେଇବେ। ଗାଧେଇ ସାରିଲା ପରେ ସଫା କିଛି ଧୁଆ ପୋଷାକ ପିନ୍ଧିବେ। ତାପରେ ଆପଣ କ'ଣ କରିବେ, ଘର ପୂଜା ପ୍ରଥମେ ଯେମିତି କରିବା କଥା କରିବେ। ଘର ପୂଜାରେ ଆପଣ କ'ଣ କରିବେ, ସେଦିନ ମୁଁ କହିଲି ଭଗବାନ ବିଷ୍ଣୁଙ୍କ ସହିତ ଆପଣଙ୍କ ଘରେ ତ ଭଗବାନ ବିଷ୍ଣୁଙ୍କର ପ୍ରତିମୂର୍ତ୍ତି ଥିବ। ଯଦି ଭଗବାନ ବିଷ୍ଣୁଙ୍କର ପ୍ରତିମୂର୍ତ୍ତି ନାହିଁ, ତାହେଲେ ମା ଲକ୍ଷ୍ମୀଙ୍କର ପ୍ରତିମୂର୍ତ୍ତି ଥିବ। ତ ମା ଲକ୍ଷ୍ମୀଙ୍କର ଯେମିତି ପଞ୍ଚୋପଚାର ବିଧିରେ ପୂଜା କରିବା କଥା ଆପଣ ପୂଜା କରିବେ। ଯଦି ଘରେ ଆପଣଙ୍କର ଭଗବାନ ଶିବଙ୍କର ପ୍ରତିମୂର୍ତ୍ତି ଅଛି, ପ୍ରତିମା କିଛି ଅଛି, ତାଙ୍କୁ ମଧ୍ୟ ପଞ୍ଚ ଉପଚାର ବିଧିରେ ପୂଜା କରିବେ। ତାଙ୍କୁ ଟିକେ ବିଶେଷ ସେଦିନ ଟିକେ ପଞ୍ଚାମୃତ ଛିଞ୍ଚି ଦେବେ, ଟିକେ ଗଙ୍ଗା ଜଳ ଛିଞ୍ଚି ଦେବେ। ତାପରେ
ତାଙ୍କର ପ୍ରିୟ ଫୁଲ ଫଳ ପତ୍ର ଏସବୁ ଦେଇ ଅର୍ପଣ କରିବେ। ତାପରେ ଦୀପ ଧୂପ ଚନ୍ଦନ ସିନ୍ଦୁର ଅର୍ପଣ କରିବେ। ଯଦି ଆପଣ କିଛି ଗୁରୁ ଦୀକ୍ଷା ନେଇଛନ୍ତି କି ଆପଣଙ୍କର କିଏ ଯଦି ଗୁରୁ ଅଛି, ତାହେଲେ ଆପଣ କ'ଣ କରିବେ, ଗୋଟେ ପିଢ଼ା କି ଆପଣଙ୍କର ଖଟୁଳି ଯାହା ବି ଥିବ, ଗୋଟେ ସେଇଠି ଆପଣଙ୍କର ଗୁରୁଙ୍କର ପ୍ରତିମା ରଖିବେ। ଗୁରୁଙ୍କ ସାମ୍ନାରେ ଆପଣ କ'ଣ କରିବେ, ଘିଅ ଦୀପ ଜଳେଇବେ। ତାପରେ ତାଙ୍କୁ ଚନ୍ଦନ ଅକ୍ଷତ ଫୁଲ ଜନାୟୁ ଅର୍ପଣ କରିବେ। ତାପରେ ଆପଣ କ'ଣ କରିବେ, ତାଙ୍କୁ ଫଳ ଆପଣଙ୍କର ଯାହା ବି ଭୋଗ, ମାନେ ଯେମିତି ଆମେ ଆମ ଗୁରୁଙ୍କୁ ପାଖରେ ଥିଲେ ତାଙ୍କୁ ଆମେ ଫଳ କି ମିଠା ଖୁସିରେ ଅର୍ପଣ ଦଉଥାଉ ନା, ତ ତାଙ୍କୁ ମଧ୍ୟ ଫଳ ମିଠା କିଛି ଆପଣଙ୍କ ହିସାବରେ କ'ଣ କରିବେ, ଅର୍ପଣ କରିବେ। ତାପରେ ଗୁରୁଙ୍କର ଆଳତି କରିବେ ଆଉ ତାଙ୍କର ଆଶୀର୍ବାଦ କାମନା କରିବେ। ଯଦି ଆପଣଙ୍କର ଜଣାତରେ କି ଅଜାଣତରେ ଯଦି କିଛି ଭୁଲ ହେଇଯାଇଛି, ତାହେଲେ ଆପଣ କ୍ଷମା ପ୍ରାର୍ଥନା କରିବେ। ତା ସହିତ ଆପଣ ଯଦି ଗୁରୁ ଦୀକ୍ଷା ନେଇଛନ୍ତି, ଗୁରୁ ମନ୍ତ୍ର ନେଇଛନ୍ତି, ତାହେଲେ ଆପଣ ଗୁରୁଙ୍କ ଦ୍ୱାରା ଯାହା ବି ମନ୍ତ୍ର ଦିଆହେଇଛି ସେଇ ମନ୍ତ୍ରକୁ ଆପଣ ଜପ କରିବେ। ଯଦି ଆପଣଙ୍କୁ କିଛି ଗୁରୁ ଦୀକ୍ଷା କି ଗୁରୁ ମନ୍ତ୍ର ମିଳିନାହିଁ କି ଆପଣ ନେଇନାହାନ୍ତି, ତାହେଲେ ଆପଣ ଭଗବାନ ବିଷ୍ଣୁଙ୍କର ଯେକୌଣସି ନାମ ନେଇପାରିବେ, ଭଗବାନ ଶିବଙ୍କର ଯେକୌଣସି ନାମ ନେଇପାରିବେ। ଭଗବାନ ବିଷ୍ଣୁଙ୍କର ନାମ ନେଲେ ଆପଣ ଓମ୍ ନମୋ ଭଗବତେ ବାସୁଦେବାୟ ଏହିପରି କହିପାରିବେ, ନହେଲେ ଓମ୍ ନମୋ ନାରାୟଣ ଏମିତି ମଧ୍ୟ କହିପାରିବେ। ଆଉ ଆପଣ ଯଦି ଭଗବାନ ଶିବଙ୍କର ମନ୍ତ୍ର ଜାପ କରୁଛନ୍ତି, ତାହେଲେ ଓମ୍ ନମଃ ଶିବାୟ, ନହେଲେ ନମଃ ଶିବାୟ ନମଃ ଶିବାୟ ନମଃ ଶିବାୟ ଏମିତି ଆପଣ 108 ଥର ଜପ କଲେ ବହୁତ ଭଲ। ସେଇଦିନ ଆପଣ ଚେଷ୍ଟା କରିବେ ଆପଣଙ୍କ ସାମର୍ଥ୍ୟ ହିସାବରେ କୌଣସି ଅସହାୟ ଲୋକଙ୍କୁ କିଛିଟା ଭୋଜନ କି କିଛି ବସ୍ତ୍ର ଏସବୁ ଦାନ କରିବା ପାଇଁ ଚେଷ୍ଟା କରିବେ। କାରଣ ଦାନ କଲେ ଆପଣଙ୍କର ମାନେ ଯାହାକୁ ଦାନ କରୁଛନ୍ତି, ତ ଆପଣଙ୍କର ସବୁବେଳେ କିଛି ଫଳ ଆପଣଙ୍କୁ ମିଳିଥାଏ, ଆପଣଙ୍କ ପୂର୍ବପୁରୁଷକୁ ମିଳିଥାଏ। ତେଣୁ ସେଦିନ କିଛି ବି ଦାନ କରିବାକୁ ଚେଷ୍ଟା କରନ୍ତୁ। ତା ସହିତ ଆପଣ ଏଇ ଗୁରୁ ପୂର୍ଣ୍ଣିମା ଦିନ ଏମିତି କିଛି କାମ କରନ୍ତୁ ନାହିଁ ଯାହାଦ୍ୱାରା ଆପଣଙ୍କର ପୂଜାର ଫଳ ବିଫଳ ହେବ କି ଆପଣଙ୍କୁ ମାନେ ମା ଲକ୍ଷ୍ମୀ ରୁଷ୍ଟ ହେବେ। ସେଗୁଡ଼ା କ'ଣ ଦେଖନ୍ତୁ, ଗୁରୁ ପୂର୍ଣ୍ଣିମା ଗୋଟେ ବହୁତ ବଡ଼ ଦିନଟିଏ। ତ ଗୁରୁ ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। ତେଣୁକରି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ, ଯଦି ଆପଣ ପୂଜା କରୁଛନ୍ତି, ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ତ ମିଳିବ। ତେଣୁକରି ଆପଣ ଗୁରୁବାର ଦିନ ଆପଣ ତାମସିକ ଭୋଜନର ଅର୍ଥାତ ହେଉଛି ଟିକେ ପିଆଜ ରସୁଣ ଆମିଷ ଖାଦ୍ୟ ସେଦିନ ଖାଆନ୍ତୁ ନାହିଁ, ନହେଲେ ମା ଲକ୍ଷ୍ମୀ ରୁଷ୍ଟ ହେବେ। ସେଦିନ ମାଛ ଅଣ୍ଡା ମାଂସ ମଦ ଏସବୁ ଆପଣ ସେଦିନ ଟିକେ ଖାଆନ୍ତୁ ନାହିଁ। ତା ସହିତ ସନ୍ଧ୍ୟା ସମୟରେ ଆପଣ ଘରକୁ ଅନ୍ଧକାରମୟ ରଖନ୍ତୁ ନାହିଁ। ଛୋଟ ଲାଇଟ୍ଟେ ହଉ ପଛେ ଆପଣ ଘରେ ଲଗାନ୍ତୁ। କାରଣ ସେଦିନ ପୂର୍ଣ୍ଣିମା ରାତି, ଗୁରୁ ପୂର୍ଣ୍ଣିମାଟି ହେଉଛି ମାଙ୍କ ସହିତ, ମା ଲକ୍ଷ୍ମୀଙ୍କ ସହିତ ସାମଞ୍ଜସ୍ୟ ରହିଥାଏ ପୂର୍ଣ୍ଣିମା ତିଥିଟି। କାରଣ ପୂର୍ଣ୍ଣିମା ତିଥିଟି ମାଙ୍କୁ ବହୁତ ପସନ୍ଦ, ମାଙ୍କୁ ବହୁତ ପ୍ରିୟ। ତେଣୁକରି ଘରକୁ ଆପଣ ଯଦି ଅନ୍ଧକାର କରୁଛନ୍ତି, ତାହେଲେ ମା ଲକ୍ଷ୍ମୀ ସେଇ ଘରେ ମାନେ ବାସ କରନ୍ତି ନାହିଁ, ସିଏ ମାନେ ଛାଡ଼ି ଚାଲିଯାଆନ୍ତି। ତେଣୁକରି ଆପଣ ସେଦିନ ଘରକୁ ଅନ୍ଧକାରମୟ ରଖନ୍ତୁ ନାହିଁ। ଗୁରୁ ପୂର୍ଣ୍ଣିମା, ତା ସହିତ ଗୁରୁ ପୂର୍ଣ୍ଣିମା ଦିନ ଆପଣ ସେଦିନ କଳା ରଙ୍ଗର ପୋଷାକ କିମ୍ବା କୌଣସି ଫଟା କି ଚିରା କପଡ଼ା ପିନ୍ଧନ୍ତୁ ନାହିଁ। କାରଣ ପୂର୍ଣ୍ଣିମା ତିଥିରେ ଦେବୀଙ୍କୁ ସମର୍ପିତ ହୋଇଥାଏ। ସେଇଦିନ ମାଙ୍କର ପ୍ରିୟ ରଙ୍ଗର କପଡ଼ା ଆପଣ ପିନ୍ଧିପାରିବେ। ଆଉ ସେଦିନ ମାନେ କଳା ରଙ୍ଗ କି ବ୍ଲୁ କଲର୍ ରଙ୍ଗ କି ଫଟା କପଡ଼ା ଏଗୁଡ଼ା ପିନ୍ଧିଲେ ଶୁଭ ହୋଇନଥାଏ। ତେଣୁକରି ଆପଣ ଧଳା ଗୋଲାପୀ ନହେଲେ ଫିକା ଗୋଲାପୀ ନହେଲେ ଆପଣ ଫିକା ହଳଦିଆ ଯେତିକି ଫିକା ରଙ୍ଗର ପୋଷାକ କି ଶାଢ଼ୀ ଆପଣ ସେଦିନ ପିନ୍ଧିପାରିବେ। ପୂର୍ଣ୍ଣିମା ଦିନ ଆପଣ ଭୁଲ କରିବି କ୍ଷୀର କିମ୍ବା ଚାନ୍ଦିର କୌଣସି ଜିନିଷ ଆପଣ ଦାନ କରନ୍ତୁ ନାହିଁ। ମାନ୍ୟତା ଅଛି ଯେ ଗୁରୁ ପୂର୍ଣ୍ଣିମାରେ ଯଦି ଆପଣ କ୍ଷୀର ତା ସହିତ ଚାନ୍ଦି କି କୌଣସି ଧଳା ଦ୍ରବ୍ୟ, ଧଳା ଜିନିଷ ଯଦି ଆପଣ ଦାନ କରୁଛନ୍ତି, ତାହେଲେ ଆପଣଙ୍କୁ ଚନ୍ଦ୍ରଦୋଷ ଲାଗିଥାଏ। ଯାହାଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହୋଇଥାଏ। ଆର୍ଥିକ ସ୍ଥିତି ଆପଣଙ୍କର କମଜୋର ହୋଇଯାଇଥାଏ। ଆପଣଙ୍କୁ ଆର୍ଥିକ ସମସ୍ୟା ଲାଗିକରି ରହିଥାଏ। ତେଣୁ ସେଦିନ ଆପଣ କ୍ଷୀର
କି କ୍ଷୀର ଜାତୀୟ କୌଣସି ଦ୍ରବ୍ୟ କି ଧଳା ଜିନିଷ ଯେକୌଣସି ଧଳା ଦ୍ରବ୍ୟ ତା ସହିତ ରୂପା ଏସବୁ କିଛି ଦାନ କରନ୍ତୁ ନାହିଁ। ଆଶା କରୁଛି ଆପଣଙ୍କୁ ଏଇ ଗୁରୁ ପୂର୍ଣ୍ଣିମା ବିଷୟରେ କିଛିଟା ଜାଣିବାକୁ ମିଳିଲା। ଯଦି ଜାଣିବାକୁ ମିଳିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।